ରାଜାଙ୍କର ତାଙ୍କର ଗୋଟେ ଝିଅ ଥିଲା, ତାଙ୍କର ନାଁ ହେଉଛି ବୈରାଗ୍ୟବତୀ। ବୈରାଗ୍ୟବତୀ ସେ ଗଲେ ତୀର୍ଥ କରିବା ପାଇଁ, ତାଙ୍କର ବାପା ମା ତାଙ୍କର ସବୁ ପରିବାର ସମସ୍ତେ ଗଲେ ତୀର୍ଥ କରିବା ପାଇଁ। ତୀର୍ଥ କରିବା ପାଇଁ ଯେତେବେଳେ ଗଲେ, ସେମାନେ ଗୋଟେ ଫାର୍ଷ୍ଟ କ୍ଲାସ୍ ବଗିରେ ଚଢ଼ି କରି ଗଲେ, ଟିକେଟ୍ କରି ରାଜା ଲୋକ ଯାଇକରି ତୀର୍ଥବାର୍ତ୍ତ କରି ଯେତେବେଳେ ଗଲେ, ସେ ଦେଖିଲେ ଯେ ସେ ଝିଅଟା ଦେଖିଲା ଯେ ବାହାରକୁ ସବୁ ଦେଖାଯାଉଛି, କିନ୍ତୁ ତଳକୁ ଓହ୍ଲେଇକରି ଦେଖିଲା ଯେ ଭିତରକୁ କିଛି ଦେଖାଯାଉନି। ଟ୍ରେନରେ ସେମିତି କାଚ ଲାଗିଛି ଯେ ବାହାର ଲୋକ ଭିତର ଲୋକକୁ ଦେଖିପାରିବନି, ଆଉ ଭିତର ଲୋକ ବାହାର ଲୋକକୁ ସମସ୍ତଙ୍କୁ ଦେଖିପାରିବ। ସେ ତ ତାଙ୍କୁ ଟିକେ ସନ୍ଦେହ ହେଲା, ଛୋଟ ଛୁଆ ସାରେ ମୁଁ ତ ବାହାରୁ ଭିତରୁ ଦେଖିଲି ଯେ ସବୁ ବାହାରକୁ ଦେଖାଯାଉଛି, ଆଉ ବାହାରୁ କ'ଣ ଭିତରକୁ କିଛି ଦେଖାଯାଉନି ବୋଲି ସେ ଯାଇକରି ବାପାକୁ ପଚାରିଲେ, ବାପା ଏଇଟା କ'ଣ? ମୁଁ ତ ଦେଖିଲି ଯେ ଭିତରୁ ସବୁ ଦେଖାଯାଉଛି, ଆଉ ବାହାରକୁ ଆସିକରି ଟ୍ରେନରେ ଯେତେବେଳେ ଛିଡ଼ା ହେଉଛି ଷ୍ଟେସନରେ, ମୁଁ ବାହାରକୁ ଆସିକରି ଦେଖିଲି ଭିତରକୁ କିଛି ଦେଖାଯାଉନି। ତୁମେ ବସିଥିଲ, ବାପା ବସିଥିଲେ, ମା ବସିଥିଲେ, ଆଉ ଆମର ପରିଷଦ ଗୁଡ଼ାକ ସମସ୍ତେ ବସିଥିଲେ, କେହି ଦେଖାଯାଉନଥିଲେ। ନାଇଁ ବାପା, ସେଟା ସେମିତି କାଚ ଲାଗିଛି, ସେଥିପାଇଁ ସେ ଭିତରୁ ସବୁ ଦେଖାଯାଉଛି, ବାହାରକୁ ଆସିଲେ କିଛି ଦେଖାଯାଉନି ବୋଲି ବାପା ବୁଝେଇଲେ। ତାହେଲେ ଆମର ଶରୀର ଭିତରେ ବି ତ ଏମିତି ଥିବ। ଶରୀର ଭିତରେ ଶରୀର ଭିତରକୁ ତ ଆମେ ଦେଖିପାରୁନୁ, ଆଉ ବାହାରକୁ ତ ଆମେ ସବୁ ଦେଖୁଛୁ, କିଏ କ'ଣ କରୁଛି, କ'ଣ ଖାଉଛି, କ'ଣ ପିଉଛି, ସବୁ ଆମେ ଜାଣିପାରୁଛୁ। ଆଉ ଏଇଟା କ'ଣ କେମିତି ଏଇଟା ଜଣାପଡ଼ିବ? ନାଇଁ ବାପା, ଏଇଟା ହେଉଛି ଗୁରୁ ବାଟ। ସେଟା ଗୁରୁ ବତେଇଲେ, ଗୁରୁ ଦୀକ୍ଷା ନେଲେ, ଗୁରୁକୁ ସେବା କଲେ ଯାଇକରି ସେ ସବୁ ଜାଣିହେବ। ଭିତର କଥା ନହେଲେ ଜାଣିହେବନି ବୋଲି ରାଜା ବୁଝେଇଲେ ଝିଅକୁ। ତେଣୁ ସେ ତୀର୍ଥବର୍ତ୍ତ କରି ଘରକୁ ଆସିଲେ। ତାପରେ ସେ ଗୁରୁ କରିବା ପାଇଁ ସେ ଚେଷ୍ଟା କଲେ, ବାପା ମୁଁ ପୂଜା କରିବି ଭଗବାନଙ୍କୁ, ଆଉ ମୋତେ ଟିକେ ସେମିତି ବ୍ୟବସ୍ଥା କରିଦିଅନ୍ତୁ। ସବୁ ବ୍ୟବସ୍ଥା କରିଦିଆହେଲା। ଝିଅ ଚାହୁଁଛି ସେ ସବୁ ଗୋଟେ ପୂଜା ଠାକୁର କରିଦେଲେ, ଭଗବାନ ଠାକୁର କରିଦେଲେ। ସେ ପୂଜା ଘଣ୍ଟି ବଜେଇ କରି ସବୁଦିନ ପୂଜା କରେ, ଏମିତି କରି ସେ ତାର ଦିନ କଟୁଛି। ଭଗବାନଙ୍କୁ ସେ ଆରାଧନା କରୁଛି। ପୁରା ଛୋଟ ଛୁଆ, ସେ ତ ମନ୍ତ୍ର ଯନ୍ତ୍ର କିଛି ଜାଣିନି। ସେ ଖାଲି ଘଣ୍ଟି ବଜେଇବ, ଫୁଲ ଚଢ଼େଇବ ଠାକୁରଙ୍କୁ, ଏମିତି କରି ପୂଜା କରି ସେ ଅଛି। ଯେ ଗୋଟେ ଚୋରଟେ ଦେଖିଲା, ଆରେ ଛୁଆଟା ତ ରାଜା ଝିଅ, ଆଉ ଇଏ ଗୋଟେ ପୂଜା କରୁଛି, ଘଣ୍ଟ ବାଡ଼ଉଛି, ଶଙ୍ଖ ଫୁଙ୍କୁଛି, ଏହାକୁ ତ ରାଜା ଝିଅ, ଆଉ ଏଟାକୁ ଠକି ହେବ ବୋଲି ଚୋର ଭାବିଲା। ଚୋର ଭାବିକରି ଗୋଟେ ପୁରା ସାଧୁ ବେଶ ହୋଇକରି, ଗରୁଆ ବସ୍ତ୍ର ପିନ୍ଧିକରି, ଆଶା ବାଡ଼ି ଧରିକରି, ବାବାଜୀ ବେଶ ହେଇକରି ସେ ଆସିଲା। ଆଉ ଝିଅ ଯେଉଁ ଘରେ ଅଛି ସେ ବାରଣ୍ଡାରେ ଛିଡ଼ା ହେଇକରି ହରିଓମ ହରିଓମ କଲା। କେହି ଝିଅ ବାହାରିଲା, କ'ଣ ମୋତେ ଟିକେ ପାଣି ଟିକେ ଦିଅ ପିଇବି ବୋଲି କହିଲା। ତାପରେ ଝିଅ ପାଣି ଗ୍ଲାସଟେ ଧରିକରି ଆସିଲି ଯେମିତି କହିଲେ, ତୁମେ କ'ଣ ଦୀକ୍ଷା ନେଇଛ? ନେଇ ବାପା, ମୁଁ ତ ଦୀକ୍ଷା ନେଇନି। ନା ମୁଁ ପାଣି ପିଇବିନି। ତୁମେ ଯଦି ଦୀକ୍ଷା ନେଇଥାନ୍ତ ତାହେଲେ ମୁଁ ପାଣି ପିଇଥାନ୍ତି, ତୁମେ ତ ଦୀକ୍ଷା ନେଇନ, ମୁଁ ଯାଉଛି ଆଉ ପାଣି ପିଇବିନି ବୋଲିକରି ସେ ବାହାରିଲେ। ବାବା, ଆପଣ ମୋତେ ଦୀକ୍ଷା ଦେଇ ଦେଉନାହାନ୍ତି, ମୋତେ ଦୀକ୍ଷା ଦିଅ, ମୁଁ ଆପଣଙ୍କ ଶିଷ୍ୟ ହେଲି। ସେଇଟା ତ ଏମିତି ଘରେ ତ ଦୀକ୍ଷା ଦେଇ ହେବନି। କେଉଁଠି ଦିଆହେବ? ନାଇଁ, ସେଟା ଜଙ୍ଗଲରେ ଦିଆହୁଏ। ଦୀକ୍ଷାଟା ଜଙ୍ଗଲରେ ଦିଆହୁଏ। ଆଉ ତୁମେ କାଲିକି ମୁଁ ଆସିବି, ତୁମେ ମୋ ସାଙ୍ଗରେ ଯିବ ଜଙ୍ଗଲରେ, ତୁମକୁ ଦୀକ୍ଷା ଦେବି ବୋଲିକରି ସେ ଠକ ଚୋର। ସେ କେମିତି ଗହଣା ପାତି ନେବା ହିସାବ କରୁଛି। ସେ କ'ଣ ଗୁରୁ କି କ'ଣ କି ବାବା ନୁହେଁ, ସେଟା ଗୋଟେ ଚୋର। ଆର ଦିନ ସେ ବାବାଜୀ ବେଶ ହେଇକରି ଆସିଲେ।
ଆସିଲେ ଶିଷ୍ୟ ତାପରେ ବୈରାଗବତୀ ତାଙ୍କ ସାଙ୍ଗରେ ଗଲେ। ତାଙ୍କର ସାଙ୍ଗରେ ଗଲେ ଯେତେବେଳେ ତୁମେ ଗହଣା ପାତି ସବୁ ପିନ୍ଧ ବୋଲେ ଆରୁ ଗହଣା ପାତି ଯାହା ଥିଲା ପିନ୍ଧିଲା ବୈରାଗବତୀ ଆଉ ଗଲେ। ଦେଖ ମୁଁ ଟିକେ ଦୀକ୍ଷା ଦଉଛି, ତୁମେ ଅଳଙ୍କାର ପାତି ସବୁ ଖୋଲି ଦିଅ। ଅଳଙ୍କାର ପାତି ସବୁ ଖୋଲି କରି ରଖିଲେ ଗୋଟେ ଜାଗାରେ। ତାପରେ ସେ ଚୋର ବାନ୍ଧିଲେ ଗୋଟେ ରସିରେ, ଗଛରେ ରସିରେ ଜୋର କରି ବାନ୍ଧିଦେଲେ। ଦେଖ ମୁଁ ଏଇଟା ଆସିବି 3 ଦିନ ପରେ ତୁମକୁ ଖୋଲିବି, ଏଇଟା ତାପରେ ତୁମର ମନ୍ତ୍ର ସିଦ୍ଧି ହେବ ବୋଲି କ'ଣ ଗୋଟେ ମନ୍ତ୍ରଟେ କହିଦେଲେ। ଆଉ ଗଛରେ ବାନ୍ଧିଦେଲେ। ତାଙ୍କୁ ସୁନା ଗହଣା ଧରିକରି ଚୋର ଭାବିଲେ। ସେ ତ ଚୋରି କରିବାର ଉଦ୍ଦେଶ୍ୟରେ ଯାଇଥିଲେ। ସେ କ'ଣ ଗୁରୁ କି କ'ଣ ବାବା ଆଗେ ସେ ଗହଣା କେତେ ନେବେ ସେ ତାଙ୍କର ଉଦ୍ଦେଶ୍ୟରେ ଆସିଥିଲେ। ଦେଖିଲେ ରଜା ବଲିହାରୀ ମୋ ଝିଅ କୁଆଡ଼େ ଗଲା କ'ଣ, ତାପରେ ସବୁଆଡ଼େ ଯେତେ ଖୋଜିଲେ ଦେଖିଲେ ଯେ ଜମରେ ବନ୍ଧା ହେଇଛି। ଆରେ ଝିଅ ତୁ ଏଇଟା କ'ଣ ତୁ କାହିଁ ବନ୍ଧେଇଛୁ? ନାଇଁ ବାପା, ମୋତେ ଗୁରୁ ବାନ୍ଧିଛନ୍ତି, ଆଉ ଗୁରୁ ଆସିଲେ ମୋତେ ଖୋଲିବେ, 3 ଦିନ ପରେ ଖୋଲିବେ। ଆରେ ସେ ଗୋଟେ ଠକ ଚୋର, ତୋତେ କ'ଣ ଗୁରୁମାନେ ବାନ୍ଧନ୍ତି? ତୁ ମୁଁ ଖୋଲି ଦେଉଛି, ତୁ ଘରକୁ ନା ବାବା ମୁଁ ଖୋଲିବିନି। ମୋ ଗୁରୁ ଆସିବେ ଆଉ ମୋତେ ଖୋଲିବେ, ମୁଁ ତାପରେ ମୁଁ ଖୋଲିହେବି, ଆଉ ଏତେ ମୁଁ ଖୋଲି ହେବିନି ବୋଲି ଦେଖିଲେ। ରାଜା ଯେତେ ପ୍ରକାର ବୁଝେଇଲେ, ଝିଅ ମାନିଲାନି। ତା ରାଜା ନିରାଶ କରି ଫେରିଲେ ଘରକୁ। ଇଆଡ଼େ 3 ଦିନ ହେଇଗଲାଣି, ଗଛରେ ବନ୍ଧା ହେଇକରି ବୈରାଗବତୀ ଅଛି। ଆରେ ଘଣ୍ଟ ବାଜୁନି, କି ଶଙ୍ଖ ଫୁକା ହଉନି, କି ପୂଜା ହଉନି, କିଛି ନାହିଁ। ଭଗବାନ ବୋଲେ କ'ଣ ହେଲା ବୈରାଗବତୀ? ଯେତେ ଘଣ୍ଟ ବାଡ଼ ଥିଲା, ଶଙ୍ଖ ଫୁକୁଥିଲା, ଆଉ କ'ଣ ହେଲା ଯେ ଆଉ ତ ପୂଜା ହଉନି କି ଘଣ୍ଟ ବାଜୁନି। ନାରଦକୁ ପଠେଇଲେ, ଦେଖ ତ ବୁଝାଉ ବୈରାଗବତୀ କ'ଣ ହେଲା, ଆଉ ପୂଜା କରୁନି। ଦେଖିଲେ ଯେ ବୈରାଗବତୀ ବନ୍ଧା ହେଇଛି ଜଙ୍ଗଲ ଭିତରେ। କହିଲେ ଝିଅ ତୁ କାହିଁ ବନ୍ଧେଇଛୁ? ନାଇଁ ଏଇଟା ଗୁରୁ ବାନ୍ଧିଛନ୍ତି, ମୁଁ ନିଜେ ବାନ୍ଧି ହେଇନି ବାପା। ମୋତେ ଚିହ୍ନୁଛ? ହଁ ଆପଣ ନାରଦ, ଆଉ ମୁଁ ଦେଖି ବହିରେ ପଢ଼ିଛି ଆପଣ ନାରଦ, ମୁଁ ଚିହ୍ନୁଛି ଆପଣଙ୍କୁ। ଆଉ ମୁଁ ଖୋଲିଦେବି, ସେଟା ଗୋଟେ ଚୋର ଆଉ ତୋତେ ଠକି କରି ବାନ୍ଧି ଦେଇଛି, ସୁନା ଗହଣା ନେଇଛି, ତୁ ମୁଁ ଖୋଲିଦେବି। ନାଇଁ ବାପା, ମୋତେ ସେ ଗୁରୁ ହିଁ ଖୋଲିବେ, ଆଉ ମୁଁ ଅନ୍ୟ। ଦେଖିଲେ ନାରଦ ବି ଯେତେ ଚେଷ୍ଟା କଲେ ଖୋଲି ହେବା ପାଇଁ, ବୈରାଗବତୀ ଚାହିଁଲେନି। ତାପରେ ଯାଇକରି କହିଲେ ଭଗବାନଙ୍କୁ, ଭଗବାନ ଏମିତି କଥା, ସେ ଗୁରୁ ଆସିଲେ ଯାଇକରି ଖୋଲିଲେ ଯାଇକି ସେ ହେବ। ତାପରେ ନିଜେ ଭଗବାନ ଆସିଲେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି କହିଲେ ଝିଅ ମୁଁ ନିଜେ ଭଗବାନ, ଆଉ ମୁଁ ତୋତେ ଖୋଲିଦେବି, ସେଟା ଗୋଟେ ଚୋର। ନାଇଁ ବାପା, ସେଇଟା ଚୋର ନୁହଁ, ସେଟା ତ ମୋ ଗୁରୁ, ଆଉ ମୁଁ କାହିଁ ତୁମଠୁ ଖୋଲି ହେବିନି। ମୋତେ ଗୁରୁ ଖୋଲିଲେ ଯାଇକରି ମୁଁ ଖୋଲି ହେବି। ଗୁରୁ ଯେଉଁଦିନ ଖୋଲିବେ ବଡ଼ ମୁସ୍କିଲ ହେଲା ବୋଲେ ଭଗବାନଙ୍କୁ ଦେଖିକରି ବି ସେ ରାଜି ହେଲାନି। ସେଟା ଠକ। ନାଇଁ ବାବା, ସେଟା ଠକ ନୁହେଁ। ଏତେ ଦିନ ତ ମୋତେ ଆପଣ ଦେଖା ଦେଉନଥିଲେ ନା, ସେ ଗୁରୁ ମୋତେ ବାନ୍ଧିଲାରୁ ଯେତେବେଳେ ଆପଣ ଦେଖା ଦେଉଛନ୍ତି, ବୋଇଲେ ମୁଁ ଗୁରୁ ଖୋଲିବେ ଦେବେ ଯେ ମୁଁ ଖୋଲି ହେବି, ଆଉ ମୁଁ ଏମିତି ଖୋଲି ହେବିନି ବୋଲିକରି ସେ କହିଲେ ବୈରାଗବତୀ। ତାପରେ ଯେକରି ନାରଦ ଖୋଜିଲେ ଚୋରକୁ ପାଇଲେ। ତୁ ଚାଲ ସେ ଝିଅକୁ ଗୁରୁ ହେଇକରି ବାନ୍ଧିଛୁ, ଚାଲ ଖୋଲିବୁ ଏମିତି କହିଲେ। ସେ ଡର ଭୟରେ ଆସିଲା ଆଉ ଖୋଲିଲା। ଭଗବାନ ବି ସେଠି ଛିଡ଼ା ହେଲେ। ଚୋରର ଭାଗ୍ୟ ବି, ଚୋର ବି ଭଗବାନଙ୍କୁ ଦେଖିଲା, ବୈରାଗବତୀ ଦେଖିଲା, ଆଉ ଭଗବାନଙ୍କୁ ସେଇଦିନ ସେ ବୈରାଗବତୀ ସେ ଗୁରୁଙ୍କ ନିଷ୍ଠାରେ ସେ ଭଗବାନଙ୍କୁ ବି ଦେଖିପାରିଥିଲା।